ଶ୍ରୀ ଜଗନ୍ନାଥଙ୍କ ମୁଣ୍ଡରେ ଲାଗିଥାଏ ଗୋଟେ ହୀରାର ପଥର। ଆଜ୍ଞା ବଳଦେବଙ୍କ ପଥରରେ ଲାଗିଥାଏ ନୀଳା ବା ନୀଲମ୍ର ପଥର ଏବଂ ମା ସୁଭଦ୍ରାଙ୍କର ମୁଣ୍ଡରେ ଲାଗିଥାଏ ରୁବି ବା ମର୍କତ ପଥର। ଏଇ ଆଜ୍ଞା ତିନୋଟି ରତ୍ନ ଯେତେବେଳେ ମହାପ୍ରଭୁ ମାନେ ରତ୍ନ ସିଂହାସନରୁ ଓହ୍ଲେଇ ହୁଁ ସ୍ନାନ ବେଦୀକୁ ସ୍ନାନ ପୂର୍ଣ୍ଣମୀ ଦିନ ଆସନ୍ତି, ତାହାକୁ କାଢିକିରି ରଖି ଦିଆଯାଇଥାଏ। नमस्कार वेलकम टू ओडिशा एक्सक्लूसिव दर्शक बंधु आज हूँ चिता लगी अमावास्या से ही परिप्रेक्षी में श्रीमंदिर में श्रीविहंकर चिता लगी नीति अनुष्ठित हम तेणु आम ए संपर्क में आज आलोचना करवा मो सांगे अच्छा पंडित हरिशंकर मिश्र सहित आज आलोचना करवा जे श्री जगन्नाथंकर महात्म्य कौन रही कृषक मानकर केमी चिता लगी अमावास्या सहित कृषक मान सहित कौन लिंक अच्छी से विषय डिस्कसन करवा। सर नमस्कार। जय श्री जगन्नाथ। सर चिता लगी अमावास्या श्रीविहंग चिता लगी 5 घंटा मंदिर बंद रहिबो दर्शन पाई ए संपर्क में सर कौन कहिबे जे मंदिर दर्शन रहिबो एवं तार महात्म्यटा कौन कहउछनी। जय श्री जगन्नाथ। आमर श्री जगन्नाथଙ୍କ ମୁଣ୍ଡରେ ଲାଗିଥାଏ ଗୋଟେ ହୀରାର ପଥର। ଆଜ୍ଞା ବଳଦେବଙ୍କ ପଥରରେ ଲାଗିଥାଏ ନୀଳା ବା ନୀଲମ୍ର ପଥର ଏବଂ ମା ସୁଭଦ୍ରାଙ୍କର ମୁଣ୍ଡରେ ଲାଗିଥାଏ ରୁବି ବା ମର୍କତ ପଥର। ଏଇ ଆଜ୍ଞା ତିନୋଟି ରତ୍ନ ଯେତେବେଳେ ମହାପ୍ରଭୁ ମାନେ ରତ୍ନ ସିଂହାସନରୁ ଓହ୍ଲେଇ ସ୍ନାନ ବେଦୀକୁ ସ୍ନାନ ପୂର୍ଣ୍ଣମୀ ଦିନ ଆସନ୍ତି, ତାହାକୁ କାଢିକିରି ରଖି ଦିଆଯାଇଥାଏ। ତା ବଦଳରେ ସୋଲରେ ତିଆରି ନକଲି ଚିତା ତାଙ୍କ ମୁଣ୍ଡରେ ଲଗେଇ ଦିଆଯାଇଥାଏ। ଏଠାରେ ଆଚ୍ଛା ଗୋଟିଏ ସ୍ପଷ୍ଟ ଭାବରେ ଗୋଟିଏ ଆମର ବାର୍ତ୍ତା ଆସୁଛି ଯେ ଯଦି କିଏ ବାହାରକୁ ଯାଉଛନ୍ତି, ଯଦି ମୂଲ୍ୟବାନ ଜିନିଷ ଅଛି ତାକୁ ଯେଭଳି ଘରେ ରଖି ଦିଆଯାଏ ସେଭଳି ଭାବରେ ତାଙ୍କର ତିନୋଟି ଚିତା କଢି ଦିଆଯାଇଥାଏ। ଏବଂ ମହାପ୍ରଭୁ ଯେତେବେଳେ ନୀଳାଦ୍ରି ବିଜେ କରିବା ପରେ ଏଇଟା ହଉଛି ପ୍ରଥମ ଅମାବାସ୍ୟା, ଏଇ ଅମାବାସ୍ୟା ଦିନ ସେଇ ଚିତା ପୁନଃ ସ୍ଥାପିତ जगन्नाथ କରାଯାଇଥାଏ। महाप्रभुଙ୍କର ମଥାରୁ କଣ ବାହାର କରି ଦିଆଯାଏ ମାନେ ହୀରା। ହଁ ସେଇ ଯୋଉ ଚିତା ଥାଏ ସୁବର୍ଣ୍ଣ ଚିତା ଭିତରେ ଯୋଉ ରତ୍ନ ଖଚିତ ପଥର ଥାଏ ବା ରତ୍ନ ଖଚିତ ପଥରରେ ନିର୍ମିତ ଚିତା କାଢି ଦିଆଯାଇଥାଏ ଏବଂ ତାହା ଶ୍ରୀ ମହାପ୍ରଭୁ ବିଗ୍ରହ ମାନେ ଯେତେବେଳେ ନୀଳାଦ୍ରି ବିଜେ କରନ୍ତି ଆଜି ଚିତା ଲାଗି ଅମାବାସ୍ୟା ଦିନ ସେଥିରେ ଓଷ ବା ତାଙ୍କ ଗୋଟେ ପ୍ରକାର ପ୍ରଲେପ ଦିଆଯାଇ ତାହା ପୁନଃସ୍ଥାପିତ କରାଯାଇଥାଏ। ତାର ନାଁ ହଉଛି ଆଜି ହଉଛି ତାହା ଚିତା ଲାଗି ଅମାବାସ୍ୟା। ଆଜ୍ଞା ଏଇ ଚିତା ଲାଗି ଅମାବାସ୍ୟା ଚିତା ଲାଗିବା ପାଇଁ ଦୀର୍ଘ 3 ଘଣ୍ଟାରୁ 4 ଘଣ୍ଟା ସମୟ ଲାଗୁଥିବାରୁ ତାହାକୁ ସେଥିପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଥାଏ। ଆଜି ମଧ୍ୟ ଦର୍ଶନ ବନ୍ଦ ରହିବ ଏବଂ ଏଇ ଚିତା ପୁନଶ୍ଚ ଆଗାମୀ ସ୍ନାନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀ ମହାପ୍ରଭୁଙ୍କର ମଥାରେ ଶୋଭା ପାଇବ। ଏ ଦୁର୍ମୂଲ୍ୟ ରତ୍ନ ତାହାକୁ ମହାପ୍ରଭୁଙ୍କର ଶୋଭା ଯେତିକି ବର୍ଦ୍ଧନ କରିଥାଏ ତାହାର ମୂଲ୍ୟମଣ୍ଡ ଆକଳନ କରିବା ସେତେ ସହଜ ନୁହେଁ। ଅପରପକ୍ଷରେ କିଛି ଲୋକ କୁହନ୍ତି ଯେ ଏଇ ଯୋଉ ତିନୋଟି ପଥର ରହିଛି ଯଦି ଏହା ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ସୌର ବର୍ଷ ବାହାରେ ରହେ ତାହା କୁଆଡେ ବିକୃତ ବା କଦାକାର ହେଇଯିବାରୁ ଗୋଟିଏ ମାସ ପାଇଁ ତାହାକୁ ଅପସାରିତ କରାଯାଏ। ଏହା ଆଚ୍ଛା ମହାପ୍ରଭୁଙ୍କର ଆମ ପ୍ରତି ବାର୍ତ୍ତା ହଉ ବା ରତ୍ନର ମାହାତ୍ମ୍ୟ ହଉ ସେଇ ଯୋଉ ଚିତା କଢା ଯାଇଥିଲା ସ୍ନାନ ପୂର୍ଣ୍ଣମୀ ଦିନ ଆଜି ତାହା ପୁନଃସ୍ଥାପିତ ହବ। ଆଜି ହେଉଛି ଚିତା ଲାଗି ଅମାବାସ୍ୟା। ଅପରପକ୍ଷରେ ଆପଣ ଅନ୍ୟ ଯୋଉ ପ୍ରଶ୍ନଟି ପଚାରିଲେ ଆଜି ହଉଛି ମଧ୍ୟ ଚିତ୍ତଉ ଅମାବାସ୍ୟା ଏକ କୃଷି ଭିତ୍ତିକ ଦିନ। ଆଜ୍ଞା ଆମର ଗାଁ ଗହଳି ମଫସଲ ମାନଙ୍କରେ ଯୋଉମାନେ କୃଷିଜୀବୀ ମାନଙ୍କ ଜୀବିକା ସେମାନେ ଘରେ ଚିତା ବିଭିନ୍ନ ତାଙ୍କ ଠାକୁର ମନ୍ଦିରରେ ଚାଉଳରେ ବାଟି ଯୋଉ ପିଠଉ ତିଆରି କରାଯାଏ ସେଥିରେ ଚିତା ଲଗାନ୍ତି, ବିଭିନ୍ନ ପ୍ରକାର ଚିତା ତିଆରି କରନ୍ତି ଏବଂ ଆଜି ଘରେ ଚିତ୍ତଉ ପିଠା କରି ତାହାକୁ ବିଲରେ ପକେଇ ଦିଆଯାଏ। କଥିତ ଅଛି ଯେ ବିଲରେ ଗେଣ୍ଡା ମାନଙ୍କୁ ଏଇ ଚିତ୍ତଉ ଖାଇବାକୁ ଦେଲେ ସେମାନେ କୃଷିର ସୁରକ୍ଷା ନେବେ ଏବଂ ଅନ୍ୟାନ୍ୟ କୌଣସି ପ୍ରକାର କୀଟ ପତଙ୍ଗକୁ ସେମାନେ ମାରିଦେବେ ଏବଂ କୃଷିର ସୁରକ୍ଷା ହବ। ତେଣୁ ଏହା ମହାପ୍ରଭୁଙ୍କ ପାଖରେ ଯେତିକି ଆଜି ଦିନର ମାହାତ୍ମ୍ୟ ଅଛି ଚିତା ଲାଗି ଅମାବାସ୍ୟା ପାଇଁ ସେତିକି ମଧ୍ୟ ମାହାତ୍ମ୍ୟ ଅଛି ଆମର କୃଷି ଭିତ୍ତିକ ପର୍ବ ଚିତ୍ତଉ ଅମାବାସ୍ୟା ପାଇଁ। ଏହା ଗାଁ ଗହଳିରେ ଚିତ୍ତଉ ଅମାବାସ୍ୟା କୁହାଯାଏ ଏବଂ ଶ୍ରୀମନ୍ଦିରରେ ଏହାର ନାଁ ହଉଛି ଚିତା ଲାଗି ଅମାବାସ୍ୟା। ଆଚ୍ଛା କୃଷକ ମାନଙ୍କ ପାଇଁ ତାମାନେ ଏଇ ଜିନିଷ ଆଜି ଦିନଟି ହଉଛି ବହୁତ ବଡ଼ ଦିନ, ତାର ଗୁରୁତ୍ୱ ମଧ୍ୟ ବହୁତ ଅଛି। କାରଣ ଯେତେବେଳେ ଗୋଟେ କୃଷକ ଭାଇ ଯେତେବେଳେ ସେ ମାନେ ଯାଏ ବିଲକୁ ଯାଏ ସେତେବେଳେ ତାର ଆଶା ଥାଏ କେମିତି ଫସଲ ଭଲ ହବ ଏବଂ ଭଲ ଅମଳ ମଧ୍ୟ ହବ। ତେବେ ଏଇ ଯୋଉ ହଁ ଚିତା ଲାଗି ଅମାବାସ୍ୟା ମାନେ ହବା ଦ୍ଵାରା ଗେଣ୍ଡା ସେଇ ଯୋଉ ଚିତ୍ତଉ ପିଠାକୁ ଖାଇଥାନ୍ତି ନା ସାର୍? ସେମାନେ ଯେତେବେଳେ ବିଲକୁ ଯେତେବେଳେ କୃଷକ ମାନେ ବାରମ୍ବାର ଯାଆନ୍ତି ଆଜ୍ଞା ସେତେବେଳେ ଗେଣ୍ଡା
ବିଭିନ୍ନ ପ୍ରକାର ଜନ୍ତୁତା ଖାଇବା ସହିତ ଗେଣ୍ଡା ମାନେ ମଧ୍ୟ କୃଷକଙ୍କର ଗୋଡ ପଡିକୁ କାଟି ଦେଇଥାନ୍ତି। ଆଜ୍ଞା ଅନେକ ସମୟ କୃଷକ ମାନେ ମଧ୍ୟ ତାଙ୍କ ଗୋଡ କାଟିଥାଏ, ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମର ଏଇ ଚିତଉ ପିଠା ଦିଆଯାଏ। ଏଇ ଯୋଉ ଆବାହ ମାନ କାଳରେ ଏଇ ପରମ୍ପରା ଲାଗି ରହିଛି, ହୁଁ ତାହାକୁ କୃଷକ ଭାଇ ମାନେ ଯୋଉଥିପାଇଁ ହଉ ପଛକେ ତା ପଛେ କୌଣସି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଥାଉ ବା ଧାର୍ମିକ ଦୃଷ୍ଟିଭଙ୍ଗୀ ଥାଉ ବା ଅଲୌକିକତା ଥାଉ, ଆଜି ଆମର ଘରେ ଘରେ ଚିତଉ ପିଠା ତିଆରି କରାଯାଏ, ତାହା ବିଲରେ ଦିଆଯାଏ। ତେଣୁ ଗାଁ ଗହଳି ଆଜି ଚିତଉ ଅମାବାସ୍ୟା କହନ୍ତି ଏବଂ ଶ୍ରୀମନ୍ଦିରରେ ଏହା ନାଁ ହଉଛି ଚିତା ଲାଗି ହଁ ଅମାବାସ୍ୟା। ଶ୍ରୀମନ୍ଦିରରେ ମଧ୍ୟ ଆଜି 2ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ, ସନ୍ଧ୍ୟା 7ଟା ଦେଉଳ ପର୍ଯ୍ୟନ୍ତ ବନ୍ଦ ମଧ୍ୟ ରହିବ, ବନ୍ଦ ହଁ ରହିବ। ବନ୍ଦ ରହିବ। ମୋ ଚିତା ଲାଗିବ, ସେଥିରେ ମହାପ୍ରଭୁଙ୍କ ଚିତା ଲାଗିବ ହୁଁ। ଏବଂ ଏ ଚିତା ଆଗାମୀ ସ୍ନାନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମଥାରେ ଝଲସିବ।